ରଘୁ ସାହୁ ମୋ ପରି ଗୋଟିଏ ମଣିଷଟିଏ, କିନ୍ତୁ ସେ ଯୋଗ୍ୟତା ବୟସ ସବୁଥିରେ ମୋ ଠାରୁ କମ୍ ଏବଂ ତାଙ୍କର ଜିଦିଖୋର ଯୋଗୁଁ ଦଳ ଯାହାକୁ ନିଷ୍ପତ୍ତି କରିବାକୁ କହିବ ତାକୁ ସେ ସମର୍ଥନ କରିବା କଥା। ହଜାର ହଜାର ଲୋକକୁ ଆଣିକି ଏଠି ପଇସା ଦେଲେ ତ ଲୋକ ସହଜରେ ମିଳିଯାଉଛନ୍ତି ଆଜିକାଲି ନା। ତେଣୁ ରଘୁବାବୁଙ୍କ ପାଖରେ ଏତେ ପଇସା ଯେ ସେ ଜଣେ ଭାରତବର୍ଷ ଓଡ଼ିଶା କ'ଣ ଭାରତବର୍ଷ କିଣିଦେବା ଭଳିଆ ଲୋକ, ଏତେ ବଡ଼ କୋଟିପତି। ତେଣୁ ଆମେ ଯେଉଁମାନେ ରାଜନୀତି କରୁଛୁ ଆମମାନଙ୍କୁ ସିଏ ଯେଉଁଭଳି ଭାବରେ କହିଲେ ମୋ ବିରୁଦ୍ଧରେ, ମୁଁ ଏପର୍ଯ୍ୟନ୍ତ ତାଙ୍କ ବିରୁଦ୍ଧରେ କହିବା ଆରମ୍ଭ କରିନାହିଁ। ମୁଁ ଲେଖିଛି ମୋ କବିତାରେ, ବିଶ୍ୱାସର ଅନ୍ୟ ନାମ ହେଲା ଭଗବାନ, ସନ୍ଦେହର ଅନ୍ୟ ନାମ ହେଲା ଶୈତାନ। ତୁ ନିଜେ ଜାଣୁ ତୁ ଭଗବାନ ନା ଶୈତାନ। ଦଳ ଯେଉଁ ନିଷ୍ପତ୍ତି ନେବ ତାକୁ ପାଳନ କରିବା ହେଉଛି ଆମର ଧର୍ମ। ଯିଏ ଧୋକା ଦିଏ ସେ ଧୋକା ଖାଏ। ଦଳ ଗୋଟେ କେମିତି ଧୋକା ଦେବ? ଦଳକୁ ପରିଚାଳନା କରୁଥିବା ବ୍ୟକ୍ତି ବିଶେଷ ମାନେ ଯଦି ଜୀବନ ଦର୍ଶନରେ ଟିକେ ନିମ୍ନଗାମୀ ହେଇଯିବେ, ନିମ୍ନମୁଖୀ ହେଇଯିବେ, ସ୍ୱାଭାବିକ ଭାବରେ ସେମାନେ ଧୋକା ନିଜେ ଖାଆନ୍ତି, ଅନ୍ୟକୁ ବି ଧୋକା ଦିଅନ୍ତି। କିଏ ଜାଣେ ରାତି ପାଇଲେ କ'ଣ ହବ, ଆଜି କିଏ ବା କହିବ? ତେଣୁ ଏହି ଅର୍ଥରେ ପ୍ରଶ୍ନ କହୁଛି, ଆମେ କହିପାରିବା ନାହିଁ ଆଗାମୀ ପାଇଲି କେଉଁ ରୂପରେ ଆସୁଛି। କିନ୍ତୁ ମୁଁ ମୋର ଆନନ୍ଦିତ ଦଳ ମୋତେ ବାରମ୍ବାର ଉପେକ୍ଷା କରିଥିବା ସତ୍ତ୍ୱେ ମୁଁ ଦଳକୁ ସମ୍ମାନ ଦେଇ ଆସିଛି। ମୋତେ ବାଧିଛି, ବିଜୁଳି ଆସି ଆଉ ନାହିଁ। ଯେପର୍ଯ୍ୟନ୍ତ ଦଳ ପରିବର୍ତ୍ତନ କରିନି ଏ ବିଷୟରେ ମୁଁ ନୀରବ ରହିବି, କିଛି କହିବି ନାହିଁ। ତାପରେ ଶୁଣିବ ନା, ଆଡ଼ଭାନ୍ସ ପାଇଁ ଶୁଣୁ। ଯେଉଁ ଅସନ୍ତୋଷରେ ଯେଉଁମାନେ ସବୁ ଅଛନ୍ତି ମୋ ଦଳର କର୍ମୀ ଭାଇମାନେ, ସେମାନଙ୍କୁ ମୁଁ ଭଲ ପାଏ। ତେଣୁ କର୍ମରୁ କର୍ମୀ ଯେଉଁମାନେ ସବୁ ଭଲ କର୍ମୀ କରିଛନ୍ତି, ଭଲ କାମ କରିଛନ୍ତି, ସେମାନଙ୍କ ସହିତ ଏବେ ମୁଁ ଅଛି। ପ୍ରଥମ ଥର ପାଇଁ ଦେଖିଲି ମୋ ରାଜନୀତି ଜୀବନରେ ଏଭଳି ଯେଭଳି ଲୋକ ଲଗେଇକରି ପଇସା ଖର୍ଚ୍ଚ କରିକିରି ମୋତେ ହଟେଇବା ସହିତ ମୋ ବିରୁଦ୍ଧ ଯେଉଁଭଳି ଭାବରେ କୁହାଯାଇଛି ତାର ବି ପ୍ରତିବାଦ ମୁଁ କରୁନାହିଁ। ସବୁଗୁଡ଼ିକ ମିଛ। ତମଠୁ ମୋଠୁ କ'ଣ ବେଶୀ ସମର୍ଥନ ତମର ଅଛି? ସେ ରେକର୍ଡ ଦେଖିଲ? କିଏ ନବୀନ ସହିତ ଯାଇଥିଲା, ଗଞ୍ଜାମ ଜିଲ୍ଲାରେ ବୁଲୁଥିଲା, ହିଞ୍ଜିଲିକାଠୁ ଆରମ୍ଭ କରିକିରି ସେ ଜିଲ୍ଲା ଭଳିଆ ଆଉ ଜିଲ୍ଲା ଅଛି ଯେଉଁ ଜିଲ୍ଲାରେ ଖୁବ୍ ଟ୍ୟାଲେଣ୍ଟେଡ୍ ଲୋକ ଜନ୍ମ ହୋଇଛନ୍ତି। ବିଜୁବାବୁ ବି ସେଇଠୁ, ନବୀନ ବାବୁ ସେଇଠୁ। ଯେତେବେଳେ ଦେଖିବି ଜଣେ ମୋତେ ବିଟ୍ରେ କରୁଛି, ବାରମ୍ବାର ଆଘାତ ଦେଉଛି, ମୁଁ କ'ଣ ନିରବ ହୋଇ ରହିପାରିବି? ମୁଁ ଅପେକ୍ଷା କରିଛି, କିନ୍ତୁ ମୋ ପ୍ରତି ଯେଉଁଭଳି ଭାବରେ କରାଯାଇଛି ତାହା ଗୋଟି ଗୋଟି କରି ଯଦି ଆପଣ ଶୁଣିବେ ଆଶ୍ଚର୍ଯ୍ୟ ହେବେ। ଦଳ ଗୁରୁତ୍ୱ ଦେଉନାହିଁ ବୋଲି ଏବେ ପ୍ରମାଣ ପାଇଲି। ମୁଁ ଆମ ମୁଖ୍ୟମନ୍ତ୍ରୀ ଭଳିଆ ମୁଖ୍ୟମନ୍ତ୍ରୀଟେ ତାଙ୍କ ସାଙ୍ଗରେ କାମ କରିଛି, ତାଙ୍କ ବାପାଙ୍କ ସାଙ୍ଗରେ କାମ କରିଛି। ତେଣୁ ଏମିତି କେଉଁ ଗାଁ ଗହଳି ନାହିଁ ଯେଉଁଠି ବିଜୁବାବୁଙ୍କ ସହିତ ନ ଯାଇଛି, ନବୀନ ବାବୁଙ୍କ ସହିତ ନ ଯାଇଛି। ତେଣୁ ମୋର ଯାହା ଅଭିଜ୍ଞତା ଅଛି, ବିଜୁବାବୁଙ୍କ ଭଳିଆ ଜଣେ ସଂଗ୍ରାମୀ ଜନ୍ମ ହେବେ ନାହିଁ। କଟକ ସହର ଯୋଡ଼େ ପ୍ରତିଭା ଜନ୍ମ ଦେଇଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ତା ସହିତ ବିଜୁ ପଟ୍ଟନାୟକ। ଏ ଦୁଇ ପ୍ରତିଭା ବିରଳ ପ୍ରତିଭା। ତେଣୁ ସେଇ ଦୃଷ୍ଟିକୋଣରୁ ଏତେ ବଡ଼ ପୁତ୍ରକୁ ଜନ୍ମ ଦେଇଥିବା ଓଡ଼ିଶା ଜନନୀ ଏବଂ ଏ ମାଟି, ତା ସହିତ ମୋର ଦୀର୍ଘ ଦିନ ରାଜନୀତି ନୀତି ଭିତରେ ଏହା ସବୁଠାରୁ ସମୃଦ୍ଧ ନୀତି। ତାହା ହେଲା କ'ଣ? ତାହା ହେଲା ବିଜୁ ପଟ୍ଟନାୟକ ନାଁରେ ତିଆରି ହୋଇଥିବା ଜଣେ ଯୋଦ୍ଧା, ବୀରତ୍ୱ ଷଡ଼ଯନ୍ତ୍ରକାରୀମାନେ ୟୁଜ୍ କରିବେ, ଥ୍ରୋ କରିବା ହେଲା ସେମାନଙ୍କର ଧର୍ମ, ସେମାନେ ଥ୍ରୋ କରିବେ ଏବଂ କେତେ ଦୂର ପାରିବେ ଆମକୁ ଆଜି ପର୍ଯ୍ୟନ୍ତ ପାରିନାହାନ୍ତି। ପ୍ରଥମ ଥର ପାଇଁ ଯେଉଁଟା କହନ୍ତି ସେଇଟା ମୁଖ୍ୟମନ୍ତ୍ରୀ କରନ୍ତି। କ'ଣ ପାଇଁ କହିଲ? ରାଜସ୍ୱ ପଠେଇଦେବି। ମୁଁ କହିଛି ତମେ ନ ପଠେଇଲା ପରେ କାହିଁ ପଠେଇଲ ନାହିଁ, ଅନ୍ୟ କଲ, ଦିନୁଟିଏ ପାଇଁ କହିଛି ମିଡ଼ିଆକୁ। ତମର ଭାବ ଟିକେ, ଦେଖ ରେକର୍ଡରୁ।
ସବୁ ତ କରିଛି ନିଷ୍ଠାର ସହିତ ଦଳ ପାଇଁ, ଯୁଆଡ଼େ ପାଇ ତ ଯାଇଛି। ଉପନିର୍ବାଚନରେ ଏଡ଼େ ବଡ଼ ବିଜେପିର ସିଟ୍ ସେଇଟା ତମର ବାଲେଶ୍ୱର, ସେଠି ଯାଇକିରି କରୋନା ସମୟରେ ଦିନ ରାତି ଗାଁ ଗହଳିରେ ବୁଲିକିରି ଆମ ଦଳକୁ ବିଜୟୀମାନ୍ୱିତ କରି କୋଉଥରେ ଅବହେଳା କରାଯାଇଛି? ବିଜେପି ଏକ ଜାତୀୟ ଦଳ, ଆମର ଆଞ୍ଚଳିକ, ଆମ ନେତା ସିନା ପ୍ରଥମେ ହେଇଗଲେ। ମୁଁ ତାଙ୍କୁ ଯେତେବେଳେ ଅଭିନନ୍ଦନ ଜଣେଇଲି, କହିଲେ ମୁଁ ଖାଲି ପ୍ରଥମ ହେଲେ ଚଳିବନି, ମୁଁ ଯେପର୍ଯ୍ୟନ୍ତ ମୋ ଷ୍ଟେଟ୍କୁ, ମୋ ରାଜ୍ୟ ଓଡ଼ିଶାକୁ ପୃଥିବୀରେ ପ୍ରଥମ ନ କରିଛି, ସେଥିପାଇଁ ଯେତେବେଳେ ସେ ସଂଗ୍ରାମ କରୁଛନ୍ତି ମୁଁ ତାଙ୍କୁ ସମର୍ଥନ କରିଛି। ସଭା ସମିତିରେ ନବୀନ ପଟ୍ଟନାୟକ ଥିବା ଯାଏଁ ତମେ କେହି ଏଥିରେ ଆତ୍ମ କରିପାରିବ ନାହିଁ।